ଆଜିର ଏହି ଦୃଶ୍ୟମାନ ବିଶ୍ଳେଷଣରେ ଏକ ଅତି ଚମତ୍କାର ଆଉ ମଜାଦାର କବିତା ଉପରେ ଆଲୋଚନା କରାଯିବ। ରେଜିନଲ୍ଡ ଆର୍କେଲଙ୍କ ଲିଖିତ ମିସେସ୍ ଜୋନ୍ସଙ୍କ ବଗିଚା ଏକ ଏମିତି ବଗିଚା ଯେଉଁଥିରେ ଅନେକ ରହସ୍ୟ ଲୁଚି ରହିଛି। ବିନା କୌଣସି ବିଳମ୍ବରେ ଆସନ୍ତୁ ସିଧାସଳଖ ଏହି କବିତାର ଗଭୀରତା ଭିତରକୁ ଯିବା। ମୋର ପଡ଼ୋଶୀ ମିସେସ୍ ଜୋନ୍ସ ତାଙ୍କର ଅଛି ପଥରରେ ଭରା ଏକ ବଗିଚା। କବିତାର ଏହି ପ୍ରଥମ ଧାଡ଼ିଗୁଡ଼ିକ ହିଁ ମନରେ ଏକ ଆକର୍ଷଣୀୟ ରହସ୍ୟ ସୃଷ୍ଟି କରେ। ସାଧାରଣତଃ ଏକ ବଗିଚା କହିଲେ ଆମକୁ ମନକୁ ସଙ୍ଗେ ସଙ୍ଗେ ସବୁଜ ଗଛଲତା ଆଉ ସୁନ୍ଦର ଫୁଲର ଚିତ୍ର ଆସେ। କିନ୍ତୁ ଭାବନ୍ତୁ ତ, ଏଠାରେ ଏମିତି ଗୋଟିଏ ବଗିଚା ଅଛି ଯାହା କେବଳ ପଥରରେ ଭରି ରହିଛି। ଶୁଣିବାକୁ କେତେ ଅଦ୍ଭୁତ ଲାଗୁଛି ନା? ତେଣୁ ଆମ ମନରେ ଏହି ପ୍ରଶ୍ନ ଉଠିବାଟା ପୁରା ସ୍ୱାଭାବିକ ଯେ ସମ୍ପୂର୍ଣ୍ଣ ପଥରରେ ତିଆରି ଏକ ବଗିଚାରେ ପ୍ରକୃତରେ କିପରି ଏକ ସୁନ୍ଦର ରହସ୍ୟ ଲୁଚି ରହିପାରେ? ସତରେ କ'ଣ କେବଳ ନିର୍ଜୀବ କଠିନ ପଥରଗୁଡ଼ିକ ଭିତରେ ଜୀବନର କିଛି ସ୍ପର୍ଶ ଥାଇପାରେ? ଏହି ସମ୍ପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଆମେ ଏହି ମୂଳ ରହସ୍ୟକୁ ହିଁ ଖୋଲିବାକୁ ଚେଷ୍ଟା କରିବା ଏବଂ ଦେଖିବା କବିଙ୍କର ପ୍ରକୃତ ଉଦ୍ଦେଶ୍ୟଟା କ'ଣ। ଏବେ ଦେଖିବା ଏହି ପଥରର ପରିବେଶ କିପରି ସୃଷ୍ଟି ହୋଇଛି। ପ୍ରଥମ ପଦରେ କବି ଏକ ଓଜନଦାର ଏବଂ କଠିନ ଦୃଶ୍ୟର ବର୍ଣ୍ଣନା କରିଛନ୍ତି। ଏଠି ପଥରର ଉପସ୍ଥିତି ଏତେ ଅଧିକ ଯେ ଅନ୍ୟ କୌଣସି ଜିନିଷ ସହଜରେ ଆଖିରେ ହିଁ ପଡ଼େ ନାହିଁ। ଠିକ୍ ଅଛି, ଏବେ ଆସନ୍ତୁ ଏହି ବଗିଚାର ରୂପରେଖା ଉପରେ ଟିକେ ନଜର ପକାଇବା। ମିସେସ୍ ଜୋନ୍ସଙ୍କ ବଗିଚାରେ କେବଳ ପଥରକୁ ବ୍ୟବହାର କରି କିପରି ଏକ କଠୋର ପରିବେଶ ସୃଷ୍ଟି କରାଯାଇଛି ତାହା ବେଶ୍ ସ୍ପଷ୍ଟ। ଏକ ଅଙ୍କାବଙ୍କା ରାସ୍ତା, ପଥରର ଛୋଟ ଛୋଟ ପାହାଚ ଆଉ ଏହାର କଠିନତା ସମ୍ପୂର୍ଣ୍ଣ ବଗିଚାକୁ ଏକ ନିଆରା ରୂପ ଦେଉଛି। ଆଉ ଏହି ପ୍ରଥମ ପଦରେ ଥିବା ଏହି ଭାରି ଅଚଳ ବସ୍ତୁଗୁଡ଼ିକୁ ଯଦି ଆମେ ଟିକେ ଧ୍ୟାନର ସହ ବିଶ୍ଳେଷଣ କରିବା, ତେବେ ଦେଖିବା ଯେ ଏଠାରେ ଏକ ଅଙ୍କାବଙ୍କା ରାସ୍ତା ଅଛି, ଗୋଟିଏ ପଦ୍ମ ପୋଖରୀ ଅଛି, କିଛି ପଥରର ସ୍ତୂପ ବା ରଖ୍ରୀ ଅଛି ଏବଂ ଏକ ଅଦ୍ଭୁତ ଧରଣର ସୂର୍ଯ୍ୟଘଡ଼ି ବା ସନ୍ଡାଇଲ୍ ମଧ୍ୟ ରହିଛି। ମିସେସ୍ ଜୋନ୍ସଙ୍କୁ ଏସବୁ ଖୁବ୍ ପସନ୍ଦ। କିନ୍ତୁ ବଗିଚାର ଏହି ବିଶାଳ ଦୃଷ୍ଟିକୋଣଟି ମୂଳତଃ ବହୁତ ନିର୍ଜୀବ ଏବଂ ଭାରି ଲାଗୁଛି। ବର୍ତ୍ତମାନ ଆଲୋଚନାର ଏକ ନୂଆ ମୋଡ୍ ଆସୁଛି। ଏହି କୋମଳ ଏବଂ ଛୋଟ ଛୋଟ ବିବରଣୀ ପାଖରେ ବର୍ଣ୍ଣନାର ଗତି ଟିକେ ଧୀର ହୋଇଯାଏ। ଏତେ ସବୁ କଠିନ ପଥର ଭିତରେ ଲୁଚି ରହିଥିବା ସୂକ୍ଷ୍ମ ବିଷୟବସ୍ତୁ ଉପରେ କବି ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଉ ସତ କହିବାକୁ ଗଲେ ଏହିଠୁ ହିଁ କବିତାର ପ୍ରକୃତ କାହାଣୀ ଆରମ୍ଭ ହୁଏ। ସେଗୁଡ଼ିକ ଏତେ କୋମଳ ଏବଂ ଛୋଟ ଯେ ସେଗୁଡ଼ିକର କୌଣସି ମୂଲ୍ୟ ଥିବା ପରି ଲାଗେ ନାହିଁ। ବର୍ଣ୍ଣନାକାରୀଙ୍କ ଏହି କଥାରେ ଏକ ପ୍ରକାରର ଉପେକ୍ଷା ଭାବ ଲୁଚି ରହିଛି। ତାଙ୍କ ପାଇଁ ସେହି ଛୋଟ ଛୋଟ ଉଦ୍ଭିଦଗୁଡ଼ିକ ଏତେ ନଗଣ୍ୟ ଯେ ସେଗୁଡ଼ିକ ପ୍ରତି ତାଙ୍କର ଆଦୌ ଧ୍ୟାନ ନାହିଁ। ସେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ମିସେସ୍ ଜୋନ୍ସ ଏତେ ଛୋଟ ଛୋଟ ଗଛଗୁଡ଼ିକୁ ଏହି କଠିନ ପଥର ସନ୍ଧିରେ ଲଗାଇ ପାରୁଛନ୍ତି କେମିତି। ତାଙ୍କ ମତରେ ହୁଏତ ସେ ଗୋଟିଏ ପିନ୍ ସାହାଯ୍ୟରେ ଏହା କରୁଛନ୍ତି। ଏବଂ ଏହି କଥାଟି ଚମତ୍କାର ଭାବରେ ଗୋଟିଏ ବୃହତ୍ ଆଉ ଗୋଟିଏ ସୂକ୍ଷ୍ମ ଜିନିଷ ଭିତରେ ଥିବା ବିରୋଧାଭାସକୁ ଦର୍ଶାଉଛି। ଗୋଟିଏ ପଟେ ରହିଛି ଏକ ବିରାଟ ପଥର ଭରା ବଗିଚାର ଦୃଶ୍ୟ ଏବଂ ଅନ୍ୟପଟେ ରହିଛି ଅତି ସୂକ୍ଷ୍ମ ପିନ୍ ଦ୍ୱାର ଲଗାଯାଇଥିବା ଭଳି ଛୋଟ ଏବଂ କୋମଳ ଗଛଗୁଡ଼ିକ। ଏହି ତୁଳନାତ୍ମକ ଚିତ୍ର ଆମକୁ ସମ୍ପୂର୍ଣ୍ଣ ଦୁଇଟି ଭିନ୍ନ ଦୁନିଆର ଅନୁଭବ ଦେଇଥାଏ। ଏହାକୁ ସାହିତ୍ୟିକ ଭାଷାରେ ବିରୋଧାଭାସ କିମ୍ବା ଇଂରାଜୀରେ ଜକ୍ସଟାପୋଜିସନ୍ ବୋଲି କୁହାଯାଏ। ମାନେ ଦୁଇଟି ସମ୍ପୂର୍ଣ୍ଣ ବିପରୀତ ଜିନିଷକୁ ଏକାଠି ରଖିବା। କଠୋର ପରିବେଶ ଆଉ ତା ଭିତରେ ଲୁଚି ରହିଥିବା କୋମଳ ଜୀବନ ମଧ୍ୟରେ ଏକ ଉତ୍ତେଜନା ସୃଷ୍ଟି କରିବା ପାଇଁ କବି ଆର୍କେଲ ଏହି କୌଶଳର ଖୁବ୍ ସୁନ୍ଦର ବ୍ୟବହାର କରିଛନ୍ତି। ଏହା ପ୍ରମାଣ କରେ ଯେ କଠୋରତା ଭିତରେ ବି ନିଶ୍ଚୟ ସୌନ୍ଦର୍ଯ୍ୟ ଲୁଚି ରହିଥାଏ। ଆଚ୍ଛା, ଏବେ ଆମେ କବିତାର ଅନ୍ତିମ ପଦ ଆଡ଼କୁ ଅଗ୍ରସର ହେଉଛୁ, ଯେଉଁଠାରେ ଏକ ହାସ୍ୟ ରସାତ୍ମକ ବାର୍ତ୍ତାଳାପ ତାର ଚରମ ସୀମାରେ ପହଞ୍ଚୁଛି। ଏଇଠାରେ ବଗିଚାର ପରିବେଶ ଆଉ ଚରିତ୍ରମାନେ ଶେଷରେ ପରସ୍ପର ସହ ଯୋଡ଼ି ହେଉଛନ୍ତି। ଏହା ଏମିତି ଏକ ଚମତ୍କାର ମୁହୂର୍ତ୍ତ ଯାହା ସମ୍ପୂର୍ଣ୍ଣ କାହାଣୀକୁ ଏକ ମଜାଦାର ମୋଡ଼ ଦେଇଥାଏ। ବର୍ତ୍ତମାନ ସବୁଠାରୁ ଆକର୍ଷଣୀୟ କଥା ହେଉଛି ବର୍ଣ୍ଣନାକାରୀଙ୍କର ଅବସ୍ଥା। ଦେଖନ୍ତୁ, ମିସେସ୍ ଜୋନ୍ସଙ୍କ ପଛରେ ଚାଲୁଥିବା ବେଳେ ସେ କିପରି ନିଜ ଚାରିପାଖରେ ଥିବା ପ୍ରକୃତ ସୌନ୍ଦର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଅଜ୍ଞ ହୋଇ ରହିଛନ୍ତି। ସେ କେବଳ ଉପରକୁ ଦେଖି ଚାଲୁଛନ୍ତି, ଅଥଚ ତାଙ୍କ ଆଖି ସାମ୍ନାରେ ତାଙ୍କ ପାଦ ପାଖରେ ଥିବା ସୂକ୍ଷ୍ମ ଜିନିଷଗୁଡ଼ିକ ଉପରେ ତାଙ୍କର ଟିକେ ବି ନିଘା ନାହିଁ। ଆଉ କବିତାର ଏହି ଅନ୍ତିମ ଭାଗରେ ହାସ୍ୟରସର ସମୟ ନିର୍ଦ୍ଧାରଣ ଅତି ନିଖୁଣ ଭାବରେ କରାଯାଇଛି। କଥାଟା କିପରି ଆଗେଇଛି ଦେଖନ୍ତୁ। ପ୍ରଥମେ ଆସେ ମିସେସ୍ ଜୋନ୍ସଙ୍କ ତରଫରୁ ବଗିଚା ଦେଖିବା ପାଇଁ ଏକ ନିମନ୍ତ୍ରଣ। ତାପରେ ବଡ଼ ବଡ଼ ପଥରଗୁଡ଼ିକ ଯୋଗୁଁ ବର୍ଣ୍ଣନାକାରୀଙ୍କର ଧ୍ୟାନଭଙ୍ଗ ହୁଏ। ଏହାପରେ ସେ ସେହି ସୁନ୍ଦର ଫୁଲାଟିକୁ ଦେଖିବା ପାଇଁ ଖୁବ୍ ଉତ୍ସୁକତାର ସହ ପଚରାଉଚରା କରନ୍ତି। ଏବଂ ଶେଷରେ ଆସେ ମିସେସ୍ ଜୋନ୍ସଙ୍କ ସେହି ଚମତ୍କାର ହାସ୍ୟରସାତ୍ମକ ଉତ୍ତର ବା ପଞ୍ଚଲାଇନ୍, ଯାହା ସମଗ୍ର ପରିସ୍ଥିତିକୁ ଏକାବେଳାକେ ବଦଳାଇ ଦିଏ। କିନ୍ତୁ ଜାଣିଛନ୍ତି, ଏହା କେବଳ ଗୋଟିଏ ସାଧାରଣ ଥଟ୍ଟା ମଜା ନୁହେଁ।
ଏହି ଆକ୍ଷରିକ ହାସ୍ୟରସରୁ ଟିକେ ଆଗକୁ ବଢ଼ି ଯଦି ଆମେ ବର୍ତ୍ତମାନ ଏହି କବିତାର ଅନ୍ତର୍ନିହିତ କାବ୍ୟିକ ବାର୍ତ୍ତାକୁ ବୁଝିବାକୁ ଚେଷ୍ଟା କରିବା, ତେବେ ଦେଖିବା ଯେ ଏହି ଛୋଟ କବିତାଟି ପ୍ରକୃତରେ ଆମକୁ ଜୀବନର ଏକ ବହୁତ ବଡ଼ ଦର୍ଶନ ଶିଖାଇଥାଏ। ଏଠାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି 15 ମିନିଟର ସମୟ। ସେମାନେ ଦୀର୍ଘ 15 ମିନିଟ ଧରି ଏକ ଫୁଲ ବିଷୟରେ କଥା ହେଲେ, ଅଥଚ ବର୍ଣ୍ଣନାକାରୀ ଜାଣି ହିଁ ପାରିଲେ ନାହିଁ ଯେ ସେ ନିଜେ ସେହି ଫୁଲ ଉପରେ ହିଁ ଠିଆ ହୋଇଛନ୍ତି। କି ଆଶ୍ଚର୍ଯ୍ୟର କଥା! ଏହା ଚମତ୍କାର ଭାବରେ ଦର୍ଶାଉଛି ଯେ ଆମେ ମଣିଷମାନେ କିପରି ନିଜ ପାଦ ତଳେ ଥିବା ମୂଲ୍ୟବାନ ଜିନିଷକୁ ନ ଦେଖି କେବଳ ବାହ୍ୟ ଆକର୍ଷଣରେ ବା ଜୀବନର ବଡ଼ ବଡ଼ ସମସ୍ୟାରେ ହଜିଯାଉ। ତେଣୁ ଏହି ସମ୍ପୂର୍ଣ୍ଣ ବିଶ୍ଳେଷଣର ଶେଷରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ଉଠୁଛି। କେବଳ ଜୀବନର ପଥରଗୁଡ଼ିକ ବା କଠୋର ବାସ୍ତବତା ଉପରେ ଦୃଷ୍ଟି ନିବଦ୍ଧ ରଖିବା କାରଣରୁ ଆମର ବ୍ୟସ୍ତବହୁଳ ଜୀବନରେ ଆମେ କେତେ ସୁନ୍ଦର ଏବଂ କୋମଳ ମୁହୂର୍ତ୍ତଗୁଡ଼ିକୁ ଅଜାଣତରେ ପାଦ ତଳେ ଦଳି ଦେଉଛୁ। ଏକ ବ୍ୟସ୍ତ ଦୁନିଆରେ ଏହି ସୂକ୍ଷ୍ମ ସୌନ୍ଦର୍ଯ୍ୟକୁ ହରାଇବା ଏକ ସାଧାରଣ ପ୍ରବୃତ୍ତି ପାଲଟିଯାଇଛି। ଆଶା କରାଯାଏ ଆଜିର ଏହି ଆଲୋଚନା ନିଜେ ଚାରିପାଖରେ ଥିବା ସେହି ଛୋଟ ଛୋଟ ଖୁସିକୁ ଚିହ୍ନିବାରେ ଏବଂ ତାହାକୁ ଆଦର କରିବା ଦିଗରେ ନିଶ୍ଚୟ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିବ। ଧନ୍ୟବାଦ।